ଲକ୍ଷ୍ମୀସାଗର ପୁଷ୍କରିଣୀକୁ ବିଲୁପ୍ତ କରିଦିଆଯିବା ପ୍ରତିବାଦରେ ଦାବିପତ୍ର ପ୍ରଦାନ। ନୀଳଗିରି ଆଞ୍ଚଳିକ କମିଟି ପକ୍ଷରୁ ଲକ୍ଷ୍ମୀସାଗର ପୁଷ୍କରିଣୀର ପୂର୍ବାବସ୍ଥା ବେହାଲ ତଥା ପୁନରୁଦ୍ଧାର ପାଇଁ ଉପଜିଲ୍ଲାପାଳ ଓ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସୂଚନାରୁ ଜଣାଯାଇଛି ଆଜି ପୂର୍ବାହ୍ନ 11:30 ସମୟରେ ସିପିଆଇଏମ୍ ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ୟ ବିଜୟ କୁମାର ପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଉକ୍ତ ଦାବିପତ୍ର ନୀଳଗିରି ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଉକ୍ତ ଦାବିପତ୍ରରେ କିଭଳି ଚଞ୍ଚକତା କରି କେନାଲ ଖୋଲାଯିବା ବାହାନାରେ ନୀଳଗିରି ଏନ୍ଏସି ଅନ୍ତର୍ଗତ ବଳିଗୋହିରୀ ମୌଜାର ଖାତା ନମ୍ବର 615 ପ୍ଲଟ ନମ୍ବର 17 ରକବାରେ ଥିବା ଲକ୍ଷ୍ମୀସାଗର ପୋଖରୀକୁ ପୋତି ଦିଆଯାଇଛି ସେ ସମ୍ପର୍କରେ ଉଲ୍ଲେଖ କରାଯିବା ସହିତ ନୀଳଗିରି ଜନଜୀବନ ସହିତ ଉକ୍ତ ପୋଖରୀ ଓତପ୍ରୋତ ଭାବେ ଜଡ଼ିତ ଥିବା ଉଲ୍ଲେଖ ରହିଛି ଏବଂ ଅବିଳମ୍ବେ ଏହାର ଖନନ ଓ ପୂର୍ବ ସ୍ଥିତି ବାହାଲ କରିବାକୁ ଦାବି କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଜ୍ୟୋତିର୍ମୟୀ ରାଉତ, ହେମେନ୍ଦ୍ର ସେଠୀ, ମୃତ୍ୟୁଞ୍ଜୟ ନାୟକ, ଅମରେନ୍ଦ୍ର ନାୟକ, ଚଣ୍ଡ ସିଂ, ଲକ୍ଷ୍ମୀଧର ସାହୁ, ଗଜେନ୍ଦ୍ର ସିଂ, ପୁରୁଷୋତ୍ତମ ଖଣ୍ଡେଇ ପ୍ରମୁଖ ଉପସ୍ଥିତ ଥିଲେ। ନୀଳଗିରିରୁ ମନୋଜ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ। ନିର୍ଭର କରନ୍ତି ଗୃହପାଳିତ ପଶୁ ପାଖରୁ ଯେଉଁମାନେ ବଜାରକୁ ଆସନ୍ତି ନୀଳଗିରିର ବଜାରବାସୀ ସବୁ ନିର୍ଭର କରନ୍ତି। ଏଠି ପ୍ରଶାସନ ବି ତାର ବ୍ୟୁଟିଫିକେସନ୍ ରକ୍ଷଣାବେକ୍ଷଣ ପାଇଁ ବି ବହୁ ପଇସା ଖର୍ଚ୍ଚ କରିଛି, କିନ୍ତୁ ବର୍ତ୍ତମାନ ଏଇ ଯେଉଁ କେନାଲ ହେଉଛି, କେନାଲ ନାଁରେ ପୋଖରୀଟାକୁ ପୋତି ଦିଆଗଲା, ପୋତି ଯାଇକି କେନାଲ କରାଗଲା, ଯେଉଁଟାକି ନୀଳଗିରିବାସୀଙ୍କ ପାଇଁ ଏଇଟା ଗୋଟେ ଅପମାନର କଥା। ତେଣୁ ଏ ପୋଖରୀକୁ ଆମେ କେମିତି ପୁନରୁଦ୍ଧାର କରିବା, ସେଇଥିପାଇଁ ଆଜି ଦଳ ତରଫରୁ ଆମେ ଗୋଟେ ସିଗ୍ନେଚର କ୍ୟାମ୍ପେନ୍ କରାହେଲା ଚାରିଆଡ଼େ କରିକି ଆଜି ଆମେ ଦେଲୁ ଦାବିପତ୍ର। ଏ ଦାବିପତ୍ର କଲେକ୍ଟରଙ୍କୁ ବି ଦିଆଯିବ, ତହସିଲଦାରକୁ ଦିଆଯିବ। ଯଦି 7 ଦିନ ଭିତରେ ଆର କିଛି ଅଗ୍ରଗତି ନହେଲା, କିଛି ଷ୍ଟେପ୍ ନ ନେଲେ ଆମେ ତାହେଲେ ହାଇକୋର୍ଟର PIL କରିବୁ, ଜନସ୍ୱାର୍ଥ ମାମଲା। ସେଥିପାଇଁ ଆଜି ଆମେ ଦାବିପତ୍ର ଦେଇକି ଆସିଲୁ। ଧନ୍ୟବାଦ।